ଯେତିକି ବି ମନ୍ଦାର ଗଛ ଅଛି ସବୁଥିରେ ମାନେ ବହୁତ ଭଲ ଫୁଲ ବି ଫୁଟୁଛି ଭଲ, କେଉଁଥିରେ ଜଉ ବି ଲାଗିନି, କାହିଁକିନା ଖରା ଦିନଟି ଜଉ ଲାଗେ। ତ ଏ ଗୋଟିଏ କଢ଼କୁ ଛାଡ଼ିକି ବାକି ସବୁଥିରେ ମାନେ କ'ଣ କହିଲେ ଗଛ ସୁସ୍ଥ, ଫୁଲ ବି ଫୁଟୁଛି ସଫିସିଏଣ୍ଟ। ମାନେ ଯଦି ଏକା ସାଥିରେ ଗୋଟେରୁ ଅଧିକା କିଛି ଗଛର ଯଦି ଜଉ ଲାଗିଥାନ୍ତା ତ ସେଇଠି କିଛି ମେଡ଼ିସିନ ତିଆରି କରି ସ୍ପ୍ରେ କରିଥିଲେ ବହୁତ ଭଲ ହେଇଥାନ୍ତା, କାହିଁକିନା ମେଡ଼ିସିନଟା ତା'ର ମାପ ଅନୁସାରେ ଠିକ୍ ସେ ବନେଇ ହେଇଥାନ୍ତା। କିନ୍ତୁ ଇଏ ଗୋଟିଏ କଢ଼ ପାଇଁ ମୁଁ କ'ଣ ପାଇଁ ମେଡ଼ିସିନ ବନେଇବି, ସେଥିପାଇଁ ମୁଁ ବନେଇ ନଥିଲି। କି କିଛି ଘରୋଇ ଜିନିଷ ବି ମୁଁ ଯେଉଁ ବ୍ୟବହାର କରେ ମୋର ଜଉ ପୋକ ପାଇଁ, ତାକୁ ବି ମୋତେ ବନେଇ ନଥିଲି। ତ ଖାଲି ଏଠି କ'ଣ କରିଥିଲି, ଏଇଟା ଲାଗିଥିଲା ବୋଲି ଗୋଟେ ଦୁଇଟା ଏମିତି, ବେଶୀ ନୁହଁ, ଏମିତି ଗୋଟେ ଏପଟେ ଲାଗିଥିଲା ଗୋଟେ ଏପଟେ ଲାଗିଥିଲା, ଦୁଇଟା ଧଳା ଜଉ ଲାଗିଥିଲା। ତ ସେ ଦୁଇଟା ଧଳା ଜଉ କ'ଣ କଲି, ମୁଁ ଏଲୋଭେରା ନେଇ ଆସିକି ଛୋଟିଆ କଢ଼ଟେ ହେଇଥିଲା ଯେତେବେଳେ, ଏଲୋଭେରା ପତ୍ର କାଟି ଆଣିକି ଏଲୋଭେରା ପତ୍ର ପୁରା ତାକୁ ଟିକେ ପୁରା ଦାଗ ଦେଇକି ସେ ଛେଲାଟାକୁ ପୁରା ପୁରେଇ ଦେଇଥିଲି, ଚୋପାଟାକୁ ଏତେ ବାଟ ଯେ ପୁରା ପୁରେଇ ଦେଇଥିଲି। ଦେଖ ଗୋଟେ ଦିନ ପରେ କାଲା ପରେ ଦେଖ କଢ଼ ଗୁଡ଼ା ପୁରା ମରିଯାଇଛି। ଏପଟେ ନାଇଁ କଢ଼ ଗୁଡ଼ା କହୁଛି, ପୋକ ଗୁଡ଼ା ପୁରା ମରିଯାଇଛି ଏମିତି। ଆଉ ଏପଟ ପୋକ ତ ଜମା ଦର୍ଶନ ହିଁ ମିଳୁନି, ବୋଧହୁଏ ଏଲୋଭେରା ଚୋପାର ଭାରି ହେଇଛି, କିନ୍ତୁ ଏ ଗୋଟାକ ରହିଥିଲା ସେ ପୁରା ମରିଯାଇଛି। ଦେଖ ଏମିତି ମୁଁ এই ভিডিওରେ ଏଥିପାଇଁ ମୁଁ ଏଇଟା କଲି କି ଗୋଟେ ଦୁଇଟା ଯଦି କଢ଼ରେ ଏମିତିକା ଯେଉଁ ଦେଖୁଛନ୍ତି ତ ବେଶୀ କିଛି ଲିକ୍ୱିଡ଼ ବନେଇକି ଏକ୍ସଟ୍ରା ଦେବାକୁ ପଡ଼ିବନି। ଖାଲି ଏଲୋଭେରା ଚୋପାକୁ ଏମିତି ଖାଲି ତା ଦେହରେ ଲଖେଇକି ରଖିଦିଅ 1-2 ଦିନ, ତାପରେ ଦେଖିବେ ସେ ଚୋପା କାଢ଼ିଲା ବେଳେ ନା ସବୁ ଜଉ ପୋକ ଯାହା ବି ଥାଏ ସେଗୁଡ଼ାକ ବାହାରି ଆସେ, ଆଉ କିଛି ବି ମରିଯାଏ ଏମିତି ଯାହା ବି ଥାଏ। ଆଉ ଯଦି ଗଛର ଡାଳ ପତ୍ରରେ ଏମିତି କିଛି ଲାଗିଛି ଜଉ ପୋକ ତ ତା ପାଇଁ କିଛି ମେଡ଼ିସିନ ବନେଇବେ, ସେଇଟା ଠିକ୍ ଅଛି। ଯେମିତିକା ଗୋଟେରୁ ଅଧିକା ଗଛ, ଯେମିତି 2-3ଟା ଗଛ ହେଲା ଏକା ସାଥିରେ କିଛି ଲିକ୍ୱିଡ଼ ବନେଇବ, ମାପ ପାଇବୁ, ଆଉ ଠିକ୍ ମାପରେ ବି ଆମେ ଗଛକୁ ଦେଇପାରିବା। ନହେଲେ କଢ଼ା ଅଧିକା ହେଇଯିବ ନା, ଗୋଟେ ଗଛ ପାଇଁ ଯଦି ବନେଇବା ଆମେ ଯେଉଁଠି ଗୋଟେ ଠୋପା ବ୍ୟବହାର କରୁଥିବା ସେଇଠି ଆମେ କେତେ ଠୋପା ଏଠି ନେବା, ତ ଗୋଟେ କଢ଼ ପାଇଁ। ସେଥିପାଇଁକା ମୁଁ ଏଠି ଏଲୋଭେରା ହିଁ ବ୍ୟବହାର କରିଥିଲି। ତ ଏଠି ଦେଖ ବାକି ସବୁ ଗଛରେ ଦେଖ କଢ଼ କେତିକି ଅଛି। ଏସବୁ ଗଛ ସବୁ କାଟିଥିଲି, ସବୁ ବଢ଼ିଆ ଏବେ ମାନେ ବଢ଼ିଲାଣି। ଭେଣ୍ଡି ମନ୍ଦାର ଦେଖ ଡେଲି 2-4ଟା ଏମିତି ଫୁଲ ଫୁଟୁଛି, କାଲି ଗୋଟେ ଫୁଟିବ। ଏ କଢ଼ଟା ଏଡ଼ି ବଡ଼ ବଡ଼ ଦେଖାହେଉଛି, କାଲି ବଡ଼ଟେ ହେଇକି ଫୁଟିବ। ଆଉ ଏଇଟା ହେଉଛି ମୋର ଟିକେ ସିନ୍ଦୁରୀ ଫୁଲ ଟାଇପ୍ର, ଟିକେ ସିନ୍ଦୁରୀ କଲର୍ ଟିକେ ଆସେ ଏଇ ଫୁଲଟା। ତ ଏ ଡାଳରୁ ଲଗେଇଥିଲି ଗଛଟା। ମୂଳ ଦେଖ ସବୁ ଗଛର କେତିକି ମୋଟା ମୋଟା ହେଇଛି ଦେଖ। ଦେଖ ଏଇ ଗଛ କେତିକି ମୋଟା, ଏଇ ଗଛ ସବୁଠୁ ମୋଟା ଅଧିକା ଏଇଟା। ଆଉ ଗୋଟେ ହେଲା ଏଇଟା ହେଉଛି ମୋର ଦେଶୀ ମନ୍ଦାରଟା, ଆଉ ଏଇଟା ହେଲା ହାଇବ୍ରିଡ଼ ମନ୍ଦାର। ଏଇଟା ବି ମୂଳ ଦେଖୁଛନ୍ତି ତ କେତିକି ମୋଟା। ସବୁ ଗଛ ଦେଖ ମୂଳ ମୋଟା, ଦେଖ ସବୁ ଗଛ କେତେ ବର୍ଷ, 6 ବର୍ଷ 7 ବର୍ଷର ଗଛ ଦେଖ କେତିକି ମୋଟା। ଆଉ ଗଛ କିନ୍ତୁ ଦେଖ କେତିକି ବାଙ୍ଗରା, ମାନେ ସବୁବେଳେ ମୁଁ ତାକୁ ଏମିତି ହିଁ ଛୋଟ ଛୋଟ ହିଁ ରଖୁଛି, ବେଶୀ ବଡ଼ ହେବାକୁ ଜମା ଦେଉନି। ବେଶୀ ବଢ଼ିଗଲେ କ'ଣ ହେବ, ଗଛ ଫୁଲ କମେଇ ଦେବ, ଆଉ ଗଛକୁ ଆମେ ଟେକା ପକା କରିବାକୁ ଆମକୁ ଅସୁବିଧା ହେବ, ଆଉ ଖାଲି ପତ୍ର ହଳଦିଆ ପଡ଼ି ଚାଲିବ। ସେଥିପାଇଁ ଏମିତି ଛୋଟ